ଅପା ଆସି କମ୍ବଳ ଭିତରେ ମୋ ବାଣ୍ଡ ହଲେଇ ଚାଲିଛି ତାକୁ ନିବିଆରେ ଗେହିଲି। ଯଦି ଆପଣ ଭିଡିଓରେ ନୂଆ ଆସିଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଏମିତିକା ଭିଡିଓ ଦେଖିବା ପାଇଁ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ନମସ୍କାର, ଓଡ଼ିଆ ବୋହୂ କାହାଣୀରେ ସମସ୍ତ ପାଠକଙ୍କୁ ମୋର ସ୍ୱାଗତ। ବେଧ ଭାଇ ଓ ବେଧେଇ ଭଉଣୀ ଓ ଭାଉଜମାନେ ଗାତରେ ଆଙ୍ଗୁଠି ପସେଇବାକୁ ରେଡି ହେଇଯାଅ। କାରଣ ମୁଁ ଏବେ ମୋର ସତ କାହାଣୀ ଲେଖିବାକୁ ଯାଉଛି। ମୁଁ ରାହୁଲ। ଏ କାହାଣୀ ମୋର 16 ବର୍ଷ ବୟସର। ସେତେବେଳେ ମୁଁ ଏକ ହଷ୍ଟେଲରେ ରହି 10ମ ଶ୍ରେଣୀରେ ପଢୁଥିଲି। ମୋର ପରିବାର ଗାଁରେ ରହୁଥିଲେ। ମୁଁ ବେଳେବେଳେ ଛୁଟିରେ ଗାଁକୁ ଆସେ। ଗାଁରେ ଆମ ପଡ଼ିଶା ଘର କାଳିଆ ଦାଦା ଆମର ସୂର୍ଯ୍ୟବନ୍ଧୁ ଘର। ତାଙ୍କ ଭଉଣୀ ମୋର ପିଉସୀ ହବ ସମ୍ପର୍କରେ। ସେ ମୋଠାରୁ ପ୍ରାୟ 2 ବର୍ଷ ବଡ଼ ହବ। ସେ ପ୍ରାୟ ସବୁ ସମୟରେ ଆମ ଘରକୁ ଆସେ। ବୋଉକୁ କାମରେ ବେଳେବେଳେ ସାହାଯ୍ୟ କରେ। ବୟସର କମ୍ ଫରକ ଯୋଗୁଁ ଆମେ 2 ଜଣ ପ୍ରାୟ ସାଙ୍ଗ ଭଳି ମିଶୁ। ମୁଁ ଗାଁକୁ ଆସିଲେ ସେ ପ୍ରାୟ ମୋ ସହିତ ଆମ ଘରେ ରହେ। ମୋ ରୁମରେ କେହି କିଛି ଭାବନ୍ତି ନାହିଁ। ତା ପ୍ରତି ମୋର ପ୍ରାୟ କିଛି ଦୁର୍ବଳତା ନଥିଲା। କିନ୍ତୁ ଆମ ଭିତରେ ଯାହା ହେଲା ତାହା କେବଳ ଆମ ବୟସର ଦୋଷ ପାଇଁ ଘଟିଲା। 1993 ମସିହା ମୁଁ 10ମ ଶ୍ରେଣୀରେ ବହୁତ ବେଧୁଆ ଥିଲି। ସେତେବେଳକୁ ଗିହାଗେହି ବିଷୟରେ ମୋର ନାନ ଆସିଗଲାଣି। କାରଣ ମୁଁ ଲୁଚିକି ଅନ୍ୟମାନଙ୍କ ଗିହାଗେହି ଦେଖେ। ଏଇ ଯେମିତି ଆମ୍ବ ଚିପା, ଗାତରେ ଆଙ୍ଗୁଠି ମାରିବା କଥା ଜାଣିଥିଲି। ଗେହିଲେ କଣ ହୁଏ ବି ଜାଣିଗଲିଣି ମୁଁ ସେତେବେଳକୁ। ଆଜି ମୋ ପଡ଼ିଶାଘର ଜଣେ ଝିଅ ମୋର ସମ୍ପର୍କରେ ପିଉସୀ ହବ ଓ ମୋଠାରୁ 2 ବର୍ଷ ବଡ଼ ହବ। ତାକୁ କେମିତି ପଟେଇ ଗେହିଥିଲି କହୁଛି। ଆମ ଗାଁ ନିକଟରେ ଏକା ମେଳା ହୁଏ। ସେ ଅଞ୍ଚଳ ବହୁତ ପ୍ରସିଦ୍ଧ। ମକର ମେଳା ବହୁତ ଯାତ୍ରା ପାଟି ଅସନ୍ତି। ଆମେ ବାପାଙ୍କ ସହ ଯାତ୍ରା ଦେଖିବାକୁ ଯାଇଥିଲୁ। ମେନକା ଅପା, ମୁଁ ଯାହାକୁ ଗେହିଥିଲି, ବି ଆମ ସହ ଯାଇଥିଲା। ଆମେମାନେ ଯାଇ ପହଞ୍ଚିଲା ବେଳକୁ ଯାତ୍ରା କାଉଣ୍ଟରରେ ଟିକେଟ ନଥିଲା। ମୋ ବାପା ଜଣେ ଟ୍ରକ୍ ଡ୍ରାଇଭର। ତାଙ୍କର ସେ ମାର୍କେଟରେ ଭଲ ପରିଚୟ। ତେଣୁ ବାପା ଓ ଦାଦା କିଛି ଯୋଗାଡ଼ କରି ବଡ଼ମାକୁ ମାନେ ଓ ଅନ୍ୟମାନଙ୍କୁ ଭିତରକୁ ନେଇଗଲେ ବସେଇବା ପାଇଁ। କିଛି ଛୋଟ ପିଲାକୁ ନେଇଗଲେ। କିନ୍ତୁ ଆମେ 2 ଜଣକୁ, ମୋତେ ଓ ମେନକା ଅପାକୁ, କହିଲେ ତୁମେ ଗାଡ଼ିରେ ବସିଥାଅ, ପରେ ଯିବ ଓ ଗାଡ଼ିର ଲାଇଟି ବନ୍ଦ କର, ନହେଲେ ଅଷ୍ଟାର୍ଟ ହବନି। ମୁଁ ହଉ କହିଲି। କିଛି ସମୟ ବସିଲା ପରେ ବାପା ଆସିବା ଡେରି ହବାରୁ ମୋ ମନରେ ଲଡୁ ଫୁଟିଲା। ମୁଁ ଅପା ପାଖକୁ ଯାଇ ବସି ତାକୁ କୁଣ୍ଢେକି ଧରିଲି। ସେ କିଛି କହିଲାନି। ତାପରେ ସିଧା ତା ଆମ୍ବକୁ ଉପରୁ ଚିପି ଦେଲି। ତାକୁ ମଜା ଲାଗିଲା। ସେ ମତେ କହିଲା ଭିତରେ ହାତ ପୁରେଇକି ଚିପି। ମୁଁ କହିଲି ଅସୁବିଧା ହଉଛି। ସେ ତାର ଡ୍ରେସ୍ ଟେକି ଦେଲା। ମୁଁ ଅଟା ଦଳିଲା ଭଳି ତା ଆମ୍ବକୁ ଚିପି ଚାଲିଲି। ତା ଆମ୍ବ ବହୁତ ବଡ଼ ଓ ନରମ ଥିଲା। କିଛି ସମୟ ପରେ ସିଧା ଗୋଟେ ହାତ ନେଇ ତା ଚଡ଼ି ଭିତରେ ପୁରେଇଦେଲି। ସେ ଚମକି ପଡ଼ି କହିଲା କଣ କରୁଛୁ? ମୁଁ କହିଲି ରହଟି କିଏ ଦେଖିବା। ସେ ଚୁପ୍ ରହିଲା। ସେତେବେଳକୁ ତା ଗାତ ପୁରା ନାଳେଇ ଗଲାଣି। ମୁଁ ତାକୁ ପଚାରିଲି କଣ ମୁତି ଦେଲୁ କି? ଅପା କହିଲା ନା ବେ, ସେମିତି ହୁଏ ତ। ମୁଁ କିଛି ସମୟ ତା ଗାତକୁ ଦଳିଲି। ତାପରେ ସିଧା ଗୋଟେ ଆଙ୍ଗୁଠି ପୁରେଇ ଦେଲି ତା ଗାତ କଣା ଭିତରେ। ଗାତ ପୁରା ନାଳେଇକି ଥିଲା। ଆଙ୍ଗୁଠି ପଛପଛ ହୋଇ ପଶିଗଲା। ସେ ପିଚାକୁ ଟେକି ମତେ ସହଯୋଗ କଲା। କିଛି ସମୟ ଆଙ୍ଗୁଠି ମାରିବାରୁ ଗାତରୁ ପାଣି ବାହାରିଲା। ଠିକ୍ ଏହି ସମୟରେ ବାପା ଡାକିଲେ। ଆମ ଦୁହେଁ ଅଲଗା ହୋଇଗଲୁ ଓ ଯାତ୍ରା ଦେଖିବାକୁ ଗଲୁ। କିନ୍ତୁ ମନଥାଏ ଅପାର ଗାତ ପାଖରେ। ପରଦିନ ଯାତ୍ରା ଦେଖି ଅନିଦ୍ରା ଥିଲେ ବି ଜମାରୁ ନିଦ ହେଲା ନାହିଁ। ଆଖି ବନ୍ଦ ହେଲେ ରାତି କଥା ମନେ ପଡ଼ିଲା। କଣ କରିବି ବୁଝି ପାରୁନଥାଏ। କେମିତି ଆପାକୁ ଗେହିଁବି ଭାବି ଭାବି 2-3 ଥର ବାଇଗଣକୁ ହଲେଇ ବୀର୍ଯ୍ୟ କାଢ଼ିଲି। ଦିନ ଯାଇ ସନ୍ଧ୍ୟା ହେଲା। ଶୀତ ଦିନ। ଗାଁରେ ଶୀଘ୍ର ଖିଆ ପିଆ ସରିଲା। ରାତି ଅନିଦ୍ରା ଥିବାରୁ ମୋତେ 8ଟା ବେଳକୁ ନିଦ ଲାଗିଲା। ମୁଁ ଶୋଇଗଲି। ଠିକ୍ ରାତି 2ଟା କି 2:30 ହବ। ମୁଁ ମୁତିବା ପାଇଁ ଉଠିଲା ବେଳକୁ ଦେଖିଲି ମୋ କମ୍ବଳ ଭିତରେ ଜଣେ କିଏ ଶୋଇଛି। ଆମର ସେ ସମୟରେ ଲାଇନ୍ ନଥିଲା। ଲଣ୍ଠନକୁ ତେଜି ଦେଖିଲି ସେ ଆଉ କେହି ନୁହେଁ, ମେନକା ଅପା। ବିଲେଇ କପାଳକୁ ଶିକା ଛିଡ଼ା ଭଳି ମନ ପୁରା କୁରୁଳି ଉଠିଲା। ବାହାରକୁ ଯାଇ ଦେଖିଲି ବୋଉ ଆଉ ଖୁଡି ଧାନ ବାମ୍ପେଇବା ପାଇଁ ଚୁଲି ରେଡି କରୁଥିଲ। ମୋତେ ସୁବର୍ଣ୍ଣ ସୁଯୋଗ ମିଳିଗଲା। ସିଧା ଯାଇ କମ୍ବଳ ଭିତରେ ପଶିଗଲି। ତାପରେ ଆରମ୍ଭ ହେଲା ଖେଳ। ସିଧା ଅପାର ନାଇଟିକୁ ପୁରା ଉପରକୁ ଟେକିଦେଲି। ଦେଖିଲି ସେ ପିନ୍ଧି ନଥିଲା। ଆମ୍ବ 2ଟାକୁ ଚିପି ଚାଲିଲି। ସେ ପୁରା ନିଦରେ ଥିଲା, କିଛି ଜାଣିପାରି ନଥିଲା। ମୁଁ ଯେତେବେଳେ ଆମ୍ବକୁ ପାଟିରେ ପୁରେଇ ଚୁଚୁମିଲି ସେ କଡ଼ ଲେଉଟେଇ କହିଲା କିଏ ଦେଖିବ କଣ କରୁଛୁ ଏମିତି। ମୁଁ କହିଲି କେହି ନାହାନ୍ତି। ତାପରେ ମୁଁ ତା ଗାତରେ ଆଙ୍ଗୁଳି ପୁରେଇବା ପାଇଁ ତା ଜଙ୍ଘ ସନ୍ଧିକୁ ମେଲେଇବାକୁ କହିଲି। ସେ ମନା କରୁଥାଏ। ମୁଁ ନଶୁଣିଲା ଭଳି ହତରେ ତା ଗୋଡ଼କୁ ଭିଡ଼ି ଫାଡ଼ି ଗାତ କଣାରେ ମୋର ମଝି ଆଙ୍ଗୁଳିକୁ ପଚ୍ କିନା ପୁରେଇ ଦେଲି। ସେ ଆହ କହି ଚିଲେଇଲା। ମୁଁ ତା ଓଠକୁ ସିଧା ମୋ ଓଠରେ ଲଗେଇ ଲମ୍ବା ଲିପ୍ କିସ୍ 5 ମିନିଟ୍ ଯାଏ କଲି। ସେ ଧୀରେ ଧୀରେ ଚୁପ ହେଲା। ମୁଁ କହିଲି ପାଟି କରନା ବୋଉ, ଖୁଡି ବାହାରେ ଧାନ ବମ୍ପୁଛନ୍ତି। ମୋ ଆଙ୍ଗୁଠି ସେମିତି ଗାତ କଣା ଭିତରେ ଥାଏ। ମୁଁ ଧୀରେ ଧୀରେ ମୋ ଆଙ୍ଗୁଠିକୁ ଭିତର ବାହାର କଲି ଓ ତା ନରମ ଆମ୍ବକୁ ଚୁଚୁମୁଥାଏ। ସେ ଧୀରେ ଧୀରେ ଗରମ ହେଲା। ସେତେବେଳକୁ ମୋ ବାଇଗଣ ପୁରା 90 ଡିଗ୍ରୀ ହେଇ ଯାଇଥାଏ। ଏମିତି 10-20 ମିନିଟ୍ ଭିତରେ ତା ଗାତ ପୁରା ଗରମ ହେଇଗଲା। ମୁଁ ସିଧା ତା ଉପରକୁ ଉଠି ତା ଗାତ ଭିତରେ ମୋ ବାଇଗଣକୁ ପୁରେଇବାକୁ ଲାଗିଲି। ସେ ମତେ ପେଲିଦେଲା। କହିଲା କିଏ ଯଦି ଆସିବ କଣ ଭାବିବ? ଏସବୁ ଭଲ ନୁହେଁ। ମୁଁ ତାକୁ କହିଲି ମୁଁ ଯାହା କରୁଥିଲି ସେଇଟା କଣ? ସେ କହିଲା ଯଦି କିଛି ହେଇଯିବ ତାହେଲେ?
ମୁଁ କହିଲି କିଛି ହବନି ବହୁତ ମଜା ଲାଗିବ ସେ ଚୁପ ରହିଲା। ଏହି ସୁଯୋଗରେ ମୁଁ ତା ଗୋଡ଼ ଦୁଇଟାକୁ ଟିକେ ମେଲେଇ ଦେଇ ପୁଣି ମୋ 8 ଇଞ୍ଚର ମୋଟା ବାଇଗଣକୁ ପୂରେଇବାକୁ ଲାଗିଲି। ପଶିଲାନି କାରଣ ଗାତ ବହୁତ ଟାଇଟ୍ ଥିଲା ଓ ମୁଁ ପୁରା ନୂଆ। ତାପରେ ସେ ମୋ ବାଇଗଣକୁ ଧରିଲା ହଲେଇ ହଲେଇ ଆହୁରି ମୋଟା କରି ଦେଲା କହିଲା ତୁ କେବେ ତ କରିନୁ କେମିତି ଜାଣିଲୁ କିଛି ହବନି ବୋଲି ଆଉ ମଜା ଲାଗିବ ବୋଲି। ମୁଁ କହିଲି ନା ଏମିତି କହିଦେଲି। କିନ୍ତୁ ତୁ କେମିତି ଜାଣିଲୁ ମୁଁ କରିନି ବୋଲି? ସେ କହିଲା ତୁ ଗାତରେ ପୂରେଇ ପାରିଲୁନି ତ ସେଥିପାଇଁ। ତାପରେ ମତେ ତା ଉପରକୁ ନେଲା ନିଜେ ତା ବିଆକୁ ଫାଡ଼ି ବାଇଗଣକୁ ସେଟ୍ କରି କହିଲା ପେଲିକି ପୁରା ମୋ ଗାତ କଣାରେ। ଆଉ କହିଲା ତୋର ବହୁତ ମୋଟା ଆଉ ଲମ୍ବା ବେଶୀ ହଲଉଛୁ କି? ଧୀରେ ପୁରା କାଟୁଛି ଆହା। ମୁଁ କହିଲି ଏମିତି ଥରେ ଅଧେ କେବେ କେବେ। ସେ କହିଲା ମିଛୁଆ। ହଉ ଛାଡ଼ ଶୀଘ୍ର ଗେହି ପକା କିଏ ଆସିଯିବ। ମୁଁ ଗେହିବା ଆରମ୍ଭ କଲି ଧୀରେ ଧୀରେ ବାଇଗଣ ତା ଗାତକୁ ଚିରି ଭିତରକୁ ଗଲାପେର ଜୋରେ ଧକ୍କା ଦେଇ ନିଧୁମ ଗେହି ଚାଳିଲି। ସତ କହିବାକୁ ଗଲେ ତା ଟାଇଟି ଗାତ ପାଇଁ ମୋତେ ଯେତିକି କଷ୍ଟ ହେଉଥାଏ ତାଠାରୁ ବେଶୀ ମଜା ଲାଗୁଥାଏ। ପ୍ରଥମ ଥର ପାଇଁ କଅଁଳ ଗାତରେ ମୋ କଅଁଳ ବାଇଗଣ ରାସଲୀଳା କରୁଥାଏ। ତାକୁ ବି ଭାରି କଷ୍ଟ ହେଉଥାଏ କିନ୍ତୁ ତା ପାଟିରୁ ଆବାଜ ବାହାରୁନଥାଏ ଦାନ୍ତ କାମୁଡ଼ି ମୋତେ କୁଣ୍ଢେଇ ଧରିଥାଏ ଓ ଧୀର ସ୍ୱରରେ ଆହ୍ୱାନ ମରିଯିବିରେ କାଟୁଛି ଟିକେ ଧୀରେ କର ଉନାହ ହଉଥାଏ। ମୁଁ ନିର୍ଧୁମ ଗିହଣା ଗେହୁଥାଏ ଗାତରୁ ରସ ବାହାରି କମଳ ଭିତରେ ଖାଲି ପଚ ପଚ କଚ କଚ ଶବ୍ଦ ସାଙ୍ଗକୁ ଗାତ ବାଇଗଣର ଗନ୍ଧରେ ମୁଁ ଆହୁରି ଉତ୍ତେଜିତ ହେଇ ଗେହି ଚାଲିଥାଏ। କିଛି ସମୟ ପରେ ତାର ହେଇଗଲା। ସେ ଜୋରରେ ଆହା ଆହା କହି ମୁତିଲା ଭଳି ଗାତରୁ ପାଣି ଛାଡ଼ିଲା। ମତେ କହିଲା ଆଉ ସମ୍ଭାଳି ପାରୁନି ଶୀଘ୍ର ସାରେ କରେ କରେ ଆହ କରେ। ମୁଁ ଆଉ 10-15ଟି ଜୋରଦାର ଧକ୍କା ଦେଲା ପରେ ମୋର ରସ ବାହାରିଲା ସବୁ ତା ଗାତ ଭିତରେ ଛାଡ଼ିଦେଲି। ସେ କହିଲା କଣ କଲୁ? ଯଦି ଛୁଆ ରହିଯିବ। ହଉ ହେଲା ତ ଏବେ ଛାଡ଼। ମୁଁ ତା ଉପରୁ ଓହ୍ଲେଇ ପଡ଼ି ତାକୁ ପଚାରିଲି ତୁ କେମିତି ଏଠିକି ଆସିଲୁ? ମୁଁ ତ ଏକା ଶୋଇଥିଲି। ସେ କହିଲା ମେଳା ପାଇଁ ଆମ ଘରକୁ ବନ୍ଧୁ ଆସିଛନ୍ତି ଘରେ ଜାଗା ନଥିଲା ଶୋଇବାକୁ ସେ ଯାହା ମୋ ବୋଉକୁ କହିଥିଲା କିନ୍ତୁ ସତ କଥା ହେଲା ସେଦିନ ରାତି ପରେ ତାର ବି ଗିହା ଖାଇବାର ଇଚ୍ଛା ଥିଲା। ମୁଁ ପଚାରିଲି ମୋ ରୁମରେ କେମିତି? ସେ କହିଲା ତ ବୋଉ କହିଲା ଯା ସେଇଠି ଶୋଇପାଡ଼ ସେଠି ରାହୁଲ ଏକା ଶୋଇଛି। ମୁଁ ସିଧା ଆସି ତ କମ୍ବଳ ଭିତରେ ପଶିଗଲି। ତୁ କଣ ଜାଣିଥିଲୁ ଆଜି ଆମେ ଗିହାଗେହି ହବା ବୋଲି? କହିଲା ନା କିନ୍ତୁ ସୁଯୋଗ ମିଳିଲା ମୋର ବି ଗିହା ଖାଇବାକୁ ଇଚ୍ଛା ଥିଲା। ଓଃ ମୁଁ କହିଲି। ତାପରେ କିଛି ସମୟ ନୀରବ ରହି ନିଜ ନାଇଟିକୁ ସଜାଡୁ ସଜାଡୁ କହିଲା ତୁ କଣ ଉଠୁଥିଲୁ କି? ମାନେ? ମୁଁ ପଚାରିଲି। ସେ କହିଲା ଆରେ ମୁଁ ଆଗ ତୋ ପେଳକୁ ହଲେଇକି ମୋଟା କରୁଥିଲି ତୁ ଉଠି ପଡ଼ିବାରୁ ମୁଁ ମିଛରେ ଶୋଇଗଲି ତୁ ଜାଣି ପାରିଲୁନି ଉଠି ବାହାରକୁ ଗଲୁ କହି ହେନ୍ ହେନ୍ ହେଇ ହସିଲା। ମୁଁ କହିଲି ଓହ ତାହେଲେ ମୁଁ ଯାହା କରୁଥିଲି ତୁ ଜାଣିଛୁ? ହୁଁ ସବୁ ଜାଣିଛି। ମୁଁ ପଚାରିଲି ଅପା ରସ ତ ଗାତ ଭିତରେ ପଶିଗଲା ସତରେ କଣ ଛୁଆ ହେଇଯିବ ତୋର? ସେ କହିଲା ନା ଡରନା ମୋର ମେନ୍ସ ଡେଟ୍ ଅଛି କିଛି ହବନି ତୁ ଶୋଇପଡ଼ କିନ୍ତୁ ମୋତେ ଆଉ ନିଦ ହେଉନଥାଏ। ସେ ମୋ ପେଳକୁ ଧୀରେ ଧୀରେ ଆଉଁସୁଥାଏ ଓ ମୁଁ ତା ଆମ୍ବକୁ ଚିପୁଥାଏ କେତେବେଳେ ନିଦ ଆସିଗଲା ଜାଣିନାହିଁ। ତାପରଦିନ ତାର ମେନ୍ସ ହୋଇଗଲା। ତାପରେ ଆମେ ସୁଯୋଗ ପାଇଲେ ବହୁତ ଥର ଗିହାଗେହି ହେଇଛୁ। ଆଗକୁ ଶୁଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଏମିତିକା ଭିଡିଓ ଦେଖିବା ପାଇଁ ଲାଇକ୍ ସେୟାର କମେଣ୍ଟ କରନ୍ତୁ।